जय माँ शारला जय श्री जगन्नाथ। वर्तमान आमर गणेश पूजा चली जो थे उत्सव मुखर हो समस्त पुरपल्ली एथिरे गोटे जिनस मु लक्ष्य करुच्ची बारंबार मध्य से जिनस मु देखुची जे जो पूजा पार्वण होउची जो पूजा चली बर्तमान प्रथम पूज्य गणेशंकर विघ्न विनाशकर उत्सव जेतिकी आनंदित होउची सेतिकी दुखदायक मध्य घटुची। एमती अनेक पार्वण अच्छी जो थे घटुची आमर जहाँ को आम पूजा करुचे जहाँ पर्व जी आमर आराध्य इष्ट बा देवता तांको पाखरे आम मद्यपान करुचे अत्याधुनिक गीत बजाऊचे जोटी की मंत्रध्वनि हवा कथा पवित्र मंत्रध्वनि पवित्र संगीत ये सब बाजिबा कथा किंतु वर्तमान ताहा देखा जाऊ नहीं। यह एक दुख विडंबनार कथा तेणु भाविली ये बाबद रे छोटिया आलोचनाटी हम जो माने यहाँ को अनुभव करेंगे उचित बोली आमर विशेष करी युवपीढ़ी बंधु माने छोट छोट पिला माने जो माने किशोर से माने मध्य से एथिरे बहुत भावरे सक्रिय अछंती। यहाँ को एक से माने आनंदर उत्सव तो मन करुचंती तत्सहित एक नाच गीतर आसर बोली भी मन करुचंती जे ए पूजा हवा द्वारा आमे भसाणी हब नाचिबा एवं निशाद्रव्यता धर भी बहुत सेवन करुचंती जोटा कि भविष्य भल सूचना नुहे। आमे भगवान पूजा करिबा गणेशंकर सरस्वती माँकर दुर्गांकर आउ जो जो पूजा मान सब हेउची आमर पार्वण ऋतु रे बा वर्ष सारा किंतु आमे आम भगवान को पाखरे जो अत्याधुनिक संगीत बजाऊचे बा जो उद्देश्य रखिकरी प्रायतः देखा जाउची जे ठाकुर करिबा डीजे पार्टी आनिबा मद्यपान करिबा आमिष भक्षण करिबा आउ मदिरा रे बुड़ी उन्मत्त नाचिबा बा नाच गीत रे निजको हजई दवा जहाँकि अनेकांश देखा जाउची किंतु टिके भाविकी देखिबा जे यह कौन आम सनातन धर्म एक परंपरा बा ये सब आम सनातन धर्म रे घटित हुए बा हवाटा उचित। आम निजको हिंदू धर्म बोली परिचय दौचे सनातन धर्मर आम आमर धर्म बोली आम परिचय दौचे बा आम आम इष्टंकर भक्त बोली निजको श्रेष्ठत्व परिचय दौचे जो बड़ माने एथिरे मध्य अंशग्रहण करुचंती सेमाने मध्य सेमानक ठार जो सान सान पिलार माने रहिले सेमानकु सचेतन करने कथा जे सब आमर उत्सव करवा उचित नुहे। कहीं ना जहाँ को आम पूजा करुचे जी आमर आराध्य वर्षक थरे आसी आम आह्वान करें पूजा करें सी जो आम पाखु पूजा सरुची विसर्जन होची सी जो पानी की आम नौचे विसर्जन करने पानी रे से आमको दुख लगे कथा कहीं ना आम आमर प्रभु को जी दिन अवधि पूजार थिला से पूजा सारिकी आम आज जल
ବିସର୍ଜନ କରିବାକୁ ଯାଉଛୁ ଯେଉଁ ପ୍ରତିମୂର୍ତ୍ତି ହେଇଛି, ପ୍ରଭୁ ତ କେବେ ବିସର୍ଜିତ ହେବେ ନାହିଁ, ସିଏ ତ ଏ ସଚରାଚର ଜଗତରେ ସଦା ସର୍ବଦା ରହିବେ। କିନ୍ତୁ ଯେଉଁ ପ୍ରତିମୂର୍ତ୍ତିକୁ ଆମେ ଭଲ ପାଇଛେ, ଯେଉଁ ସ୍ୱରୂପକୁ ଆମେ ଭଲ ପାଇଛେ, ଯେତେବେଳେ ଆମେ ତାଙ୍କୁ ଜଳକୁ ନେଉଛେ ଭସେଇବା ପାଇଁ, ସେତେବେଳେ ଆମକୁ ଦୁଃଖ କଷ୍ଟ ଲାଗିବା କଥା। କିନ୍ତୁ ତାହା ନୁହଁ। ଆମେ ମଦ ମଦିରା ପିଇକିରି ଆମର ଯୁବ ସମାଜ ଯେଉଁମାନେ ସମସ୍ତେ ନୁହଁ, ଯେଉଁ କିଛି ଏଥିରେ ଅଛନ୍ତି ଯେଉଁମାନଙ୍କର ଗଭୀର ଅନୁଭୂତି ହେଇନି ଏପର୍ଯ୍ୟନ୍ତ, ମଦ ପିଇ ଅତ୍ୟାଧୁନିକ ଗୀତରେ ନିଜକୁ ହଜେଇ ଯେଉଁ ମାନେ ନୃତ୍ୟ କରୁଛନ୍ତି ଛୋଟ ଛୋଟ ପିଲାମାନେ, ଏହା ଦେଖିବା ବଡ଼ କଷ୍ଟଦାୟକ। ଏହା ଅନ୍ତରାତ୍ମାକୁ ମଧ୍ୟ ବ୍ୟଥିତ କରୁଛି। କାହିଁକି? ଏହିମାନେ ଭବିଷ୍ୟତର ଉଦ୍ୟୋକ୍ତା, ଏମାନେ ଭବିଷ୍ୟତର ରାଷ୍ଟ୍ରର, ଏମାନେ ଭବିଷ୍ୟତ। ନା ବଡ଼ମାନେ ଏମାନଙ୍କୁ ଶିକ୍ଷା ଦେଉଛନ୍ତି, ଯେଉଁମାନେ ତାଙ୍କଠାରୁ ବଡ଼ ଅଛନ୍ତି। ଛୋଟ ଛୋଟ ପିଲାମାନେ ଯେଉଁମାନେ କି ଷଷ୍ଠ ସପ୍ତମ ଅଷ୍ଟମ ପଢ଼ୁଛନ୍ତି, ସେମାନେ ବି ମଧ୍ୟ ଆଦେହରେ ଲିପ୍ତ ବଡ଼ମାନଙ୍କ ଦ୍ୱାରା ପ୍ରୋତ୍ସାହିତ ହୋଇକରି। ତେଣୁ ଏହା ଆମ ଧର୍ମର ପରିଚୟ। ଆମେ କ'ଣ ଆମ ଭଗବାନଙ୍କୁ ଏଇଭଳି ଭାବରେ ଭଲ ପାଉଛେ? ଏହା ଏକ ଦୁଃଖଦ କଥା। ତା ସହିତ ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ମଧ୍ୟ ଆଦେହରେ ଗ୍ରହଣ କରାଯାଉଛି, ଯାହାକି ଆମ ଶରୀରକୁ କ୍ଷତି କରିବ ଏବଂ ଏହାଦ୍ୱାରା ବହୁ ଦୁର୍ଘଟଣା ମଧ୍ୟ ଘଟୁଛି। ନିଶା ଦ୍ରବ୍ୟ କରିକିରି ସେହି ସମୟରେ ଯାନବାହନ ପରିଚାଳିତ କରିବା ଦ୍ୱାରା, ଚଳାଇବା ଦ୍ୱାରା କେଉଁଠି ବାଡ଼େଇ ବୁଡ଼େଇ ହେଉଛି, କେଉଁଠି ଖଣ୍ଡିଆ ଖାବରା ହେଉଛନ୍ତି ପଡ଼ିକିରି, କ୍ଷୟକ୍ଷତି ହେଉଛି, ଯାହାଦ୍ୱାରା ପରିବାରକୁ ମଧ୍ୟ ତା'ର ପ୍ରଭାବ ପଡ଼ିବ। ତେଣୁ ଆମେ ଏଭଳି ଉତ୍ସବ କିଏ ଆମକୁ କହିଛି ପାଳନ କରିବା ପାଇଁ? ନା ଆମ ଧର୍ମରେ ଅଛି, ନା ପରମ୍ପରାରେ ଅଛି। ଆମେ ଭଗବାନଙ୍କର ପୂଜା ଉପାସନା କରିବା, ଯେଉଁଭଳି ଭାବରେ ହେବା କଥା ରୀତିନୀତି ଅନୁସାରେ, ସେହି ହିସାବରେ ଆମେ ତାଙ୍କୁ ପୂଜା ଅର୍ଚ୍ଚନା କରିବା, ସେହି ହିସାବରେ ଆମେ ତାଙ୍କୁ ଭସାଣି ବା ଜଳରେ ବିସର୍ଜନ କରିବା। କିନ୍ତୁ ଏଭଳି ଯେଉଁ ଘଟଣା ଘଟୁଛି, ଏହା ବହୁତ ଦୁଃଖଦାୟକ ଯେ ଦୈବିକ କାର୍ଯ୍ୟରେ ଏଭଳି ଆସୁରୀ ସମ୍ପଦର କାର୍ଯ୍ୟ ହେଉଛି, ଯାହାକି ଏକ ବିଡ଼ମ୍ବନାର ବିଷୟ, ବହୁତ ଦୁଃଖର ପରିତାପର ବିଷୟ। ତେଣୁ ବହୁତ କଷ୍ଟ ଲାଗିଲା ମନରେ, ଦେଖୁଛି ବାରମ୍ବାର। ତେଣୁ ଅନ୍ତରାତ୍ମାରେ ଭାରି କଷ୍ଟ ହେଲା। ତେଣୁ ଦେଖ, ଆମର ବର୍ତ୍ତମାନ ଭବିଷ୍ୟତ ଯୁବପିଢ଼ି, ଭବିଷ୍ୟତର ଯେଉଁମାନେ ଉଦ୍ୟୋକ୍ତା, ଭବିଷ୍ୟତର ପିଢ଼ି ଯେଉଁମାନେ ଏହାପରେ କିଏ ନା କିଏ କୌଣସି ରାଷ୍ଟ୍ର ସେବାରେ ନିଜକୁ ପରିଗଣିତ କରିବେ, ସିଏ ଆଜି କେଉଁଭଳି ଭାବେ ନିଜକୁ ଭ୍ରଷ୍ଟ କରିବାକୁ ଯାଉଛନ୍ତି। ତେଣୁ ମୋର ଏତିକି ବିନମ୍ର ଅନୁରୋଧ ରହିବ ସମସ୍ତ ଯୁବପିଢ଼ିକି ତଥା ପିଲାମାନଙ୍କୁ ବା ଯେଉଁମାନେ ଏଥିରେ ସଂଶ୍ଳିଷ୍ଟ ଅଛନ୍ତି, ଯେ ଆପଣମାନେ ପାର୍ବଣରେ ପୂଜାପାଠ କରନ୍ତୁ, ଭଗବାନଙ୍କର ଉପାସନା କରନ୍ତୁ, କିନ୍ତୁ ଦୟାକରି ନିଜେ ଯେଉଁ ଭକ୍ତ ଟିକେ ସାଜିଛନ୍ତି ତା'ର ଅନ୍ତତଃ ମର୍ୟାଦା ରଖନ୍ତୁ। କାହିଁକି ନା ନିଜର ଯିଏ ସେବ୍ୟ, ଆମର, ତେଣୁ ତାଙ୍କର ଉଚିତ ସେବକ ହିସାବରେ ଆମର ପରିଚୟ ରହୁ, ନା କି ଦେଖେଇ ହେବା ଭଳି ଆମେ ଏକ ସେବକ ଦୁନିଆ ଆଖି ଆଗରେ ହେଉ, ତାହା କେବେ ଆବଶ୍ୟକ ନାହିଁ। ତେଣୁ ପ୍ରକୃତ ଯଦି ନିଜ ସେବ୍ୟଙ୍କର ଭଲ ସେବକଟିଏ ବା ନିଜର ଇଷ୍ଟଙ୍କ ପ୍ରତି ନିଜର ସମର୍ପଣ ଅଛି, ତାହେଲେ ଏସବୁରୁ ଦୟାକରି ଦୂରେଇ ରୁହନ୍ତୁ। ଆଉ ଯେଉଁଭଳି ବାହାର ଦୁନିଆକୁ ଅନୁକରଣ କରିକିରି ଯେ ଠାକୁରଙ୍କର ପୂଜା ହେବ, ପୂଜା ହେଲେ ହିଁ ମଦ ମଦିରା ଆସିବ, ଡିଜେ ବାଜିବ, ରୋଷେଇ ଆମିଷ ଭକ୍ଷଣ ହେବ। ତେଣୁ ଏସବୁ ଏଇ ଯେଉଁ ବୈଦିକ ରୀତିନୀତି ଅଛି, ସେସବୁ ସେ ନିୟମ ଭିତରେ ନାହିଁ। ତେଣୁ ଏହା କରିବା ଯାହା, ଯେତିକି ଆମେ କଥାରେ କହନ୍ତି, ଯେତିକି ହାଣିବା ସେତିକି ଚଢ଼ିବା ବା ମାଡ଼ିବା ସାଙ୍ଗେ ସମାନ ହେଇଗଲା। ତେଣୁ ଯେତେବେଳେ ହୋମ ଅଗ୍ନି ଆହୁତି ହେଲା ପରେ ଯେଉଁ ଭସ୍ମ ହୋଇଯାଏ, କେବଳ ପାଉଁଶ ଥାଏ, ସେ ପାଉଁଶରେ ଘିଅ ଢାଳିବା ଯାହା, ଆମର କର୍ମ କରିବା ଏ କର୍ମ ସବୁ ସେୟା ହେଇଗଲା। ତେଣୁ ଆମେ କୌଣସି ଫଳ ପ୍ରାପ୍ତି ହେଇପାରିବ ନାହିଁ। କାହିଁକି ନା ଆମେ ଆମ ଇଷ୍ଟଙ୍କୁ ଆବାହନ କଲେ ଆଉ ତାଙ୍କର ଅପମାନ କଲେ।
ଏଇଭଳି କାର୍ଯ୍ୟ କରି ମଦ ମଦିରା ଖାଇ ଅତ୍ୟାଧୁନିକ ଯେଉଁ ସଙ୍ଗୀତ ଭଗବାନଙ୍କର ପାଖରେ ବାଜିବା କଥା ନୁହେଁ, ଯେଉଁଟାକି ଆମ ମନକୁ ରୁଚିକର ଲାଗୁଛି, ଆମେ ସେହିସବୁ ଗୀତରେ ବଜେଇ ନିଜକୁ ହଜେଇ ଆମିଷ ଭକ୍ଷଣ କରି ମଦ ମଦିରା କରି ଆମେ ଆମର ଇଷ୍ଟଙ୍କୁ ଅପମାନ କଲେ। ତେଣୁ ଆମେ କୌଣସି ଫଳ ପ୍ରାପ୍ତି ଏଥିରେ ପାଇପାରିବା ନାହିଁ। ତେଣୁ ଯେଉଁ କର୍ମ କଲେ ଯଦି ଆମେ ତା'ର ଫଳ ପ୍ରାପ୍ତି ପାଇପାରିବା ନାହିଁ, ତା'ର ମହତ୍ଵ ପାଇପାରିବା ନାହିଁ ବା ନିଜର ଆତ୍ମସନ୍ତୋଷ ହୋଇପାରିବ ନାହିଁ, ତାହେଲେ ଏଭଳି କରିକିରି ଆମେ ନିଜର କ୍ଷତି କଲେ, ଆମ ଇଷ୍ଟଙ୍କୁ ଅପମାନ କଲେ। ତେଣୁ ମଣିଷ ଦେବତା ଭିତରେ ବହୁତ ଫରକ ଅଛି। ତେଣୁ ଯେତେବେଳେ ଆମେ ଜଣେ ଦେବତାକୁ ଆବାହନ କରି ତାଙ୍କୁ ଏଭଳି ପରୋକ୍ଷରେ ଅପମାନ କଲେ, ତାହା ଆମ ପାଇଁ କେବେ ହେଲେ ଲାଭଦାୟକ ନୁହଁ, କେବଳ କ୍ଷତି ହିଁ କ୍ଷତି। ତେଣୁ ମୋର ସମସ୍ତ ଯୁବପିଢ଼ିଙ୍କୁ ବିଶେଷ ଭାବରେ ଅନୁରୋଧ ରହିବ, ଆପଣ ଅନୁଷ୍ଠାନ କରନ୍ତୁ, ପୂଜା କରନ୍ତୁ ନିଜର ଇଷ୍ଟଙ୍କୁ ଆରାଧ୍ୟଙ୍କୁ, କିନ୍ତୁ ଏଭଳି ଦୟାକରି ତାଙ୍କୁ ଅପମାନ କରନ୍ତୁ ନାହିଁ। ଏ କଥାକୁ ଟିକେ ଗଭୀର ଭାବରେ ଭାବିବେ। ଜୟ ମା ଶାରଳା, ଜୟ ଶ୍ରୀ ଜଗନ୍ନାଥ।